मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ଆଉ ଏକ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର କଥାବାର୍ତ୍ତା ହେବା ପାଇଁ ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ଆପଣା ପାପକୁ ଲୁଚେଇଲେ କ'ଣ ହୁଏ। ଆଜିର ପ୍ରସଙ୍ଗ ହେଲା ଆପଣା ପାପକୁ ଲୁଚେଇଲେ ବା ଆଚ୍ଛାଦନ କଲେ କ'ଣ ହୁଏ। ଏହି ପ୍ରସଙ୍ଗରେ ଆମେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ଆମ୍ଭମାନଙ୍କ ସୁପରିଚିତ ବାକ୍ୟ ହିତ ଉପଦେଶ 28 ଅଧ୍ୟାୟ 13 ପଦ ଲେଖାଯାଏ ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। ଅତି ସ୍ପଷ୍ଟ ଅଟେ ଯେ ଏହି ବାକ୍ୟ ଆମ୍ଭମାନଙ୍କୁ କହେ ଯେ ଆପଣା ଅଧର୍ମକୁ ଲୁଚାଇଲେ କ'ଣ ହୁଏ। ଲେଖାଯାଏ ଯେ ଆପଣା ଅଧର୍ମକୁ ଲୁଚାଇବ, ଯେ ନିଜର ପାପକୁ ଘୋଡ଼େଇବା ପାଇଁ ଚେଷ୍ଟା କରିବ, ନିଜର ପାପକୁ ଯେ ଆଚ୍ଛାଦନ କରିବା ପାଇଁ ଚେଷ୍ଟା କରିବ, ସେ କେବେ ମଧ୍ୟ ମଙ୍ଗଳ ପାଏ ନାହିଁ। ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଆମେ କ'ଣ କରୁ, ଆପଣା ପାପକୁ ଆମେ ଲୁଚେଇବା ପାଇଁ ଚେଷ୍ଟା କରୁ। ମନୁଷ୍ୟ ଆଗରେ ହେଉ, ମା ବାପା ଆଗରେ ହେଉ, କିମ୍ବା ଆମ ପାଳକ ପ୍ରଚାରକ ଆଗରେ ହେଉ, ଆମେ ନିଜର ଭୁଲକୁ ଲୁଚାଇବା ପାଇଁ ଚେଷ୍ଟା କରୁ। ଏହା ଯୀଶୁଖ୍ରୀଷ୍ଟଙ୍କ ସ୍ୱଭାବ ନୁହେଁ। ଏହା ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବ ନୁହେଁ। ଏହା ଆଦମଙ୍କ ସ୍ୱଭାବ ଅଟେ, ହବାଙ୍କ ସ୍ୱଭାବ ଅଟେ। ଆଦମ ନିଜେ ପାପ କରି ସେ ଅନ୍ୟକୁ ଦୋଷ ଦେଉଛନ୍ତି, ମାତ୍ର ଯୀଶୁଖ୍ରୀଷ୍ଟ ସେ ନିଜେ ଧାର୍ମିକ ହୋଇ ଅନ୍ୟର ପାପକୁ ସେ କ'ଣ କରୁଛନ୍ତି, ବୋହି ନେଇ ଯାଉଛନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣା ପାପକୁ ଲୁଚାଇଲେ କ'ଣ ହୁଏ ଯେ ଆମେ ପରମେଶ୍ୱରଙ୍କର ଦୟାରୁ, ପରମେଶ୍ୱରଙ୍କର ମଙ୍ଗଳରୁ ଆମେ କ'ଣ ହେଉ, ବଞ୍ଚିତ ହେଉ। ଅର୍ଥାତ୍ ଆମେ ମଙ୍ଗଳ ପାଇନଥାଉ, ଆମର କିଛି ଲାଭ ହୁଏ ନାହିଁ। ଯଦି ଆପଣ ନିଆଁକୁ କମଳରେ କିମ୍ବା ଆପଣଙ୍କ କାଖରେ ଆପଣ ଲୁଚେଇକି ରଖିବେ, ଆପଣଙ୍କର ଦେହ ପୋଡ଼ିଯିବ। ଏହା ସୁନିଶ୍ଚିତ ଅଟେ। ଯଦି ଜଣେ ରୋଗୀ ବ୍ୟକ୍ତି ସେହି ଶରୀରରେ ଜଣେ ରୋଗୀ ବ୍ୟକ୍ତି ତା'ର ଯେକୌଣସି ଅଙ୍ଗରେ ରୋଗ ହେଇଥାଉ ନା କାହିଁକି, ସେ ଡକ୍ଟରକୁ ଦେଖାଇବା ପାଇଁ ବାଧ୍ୟ ହୁଏ। କାହିଁକି ବାଧ୍ୟ ହୁଏ? କାରଣ ଡକ୍ଟରକୁ ନ ଦେଖାଇଲେ, ଡକ୍ଟର ଟ୍ରିଟମେଣ୍ଟ ନ କଲେ ସେ ସେଇ ରୋଗରୁ ସେ ଆରାମ ପାଇପାରେ ନାହିଁ, ସୁସ୍ଥତା ପାଇପାରେ ନାହିଁ। ସେଥିପାଇଁ ସେ ଲଜ୍ଜାବୋଧ ନ କରି ଯେକୌଣସି ଅଙ୍ଗରେ ହେଉନା କାହିଁକି ତା'ର ରୋଗକୁ ସେ କ'ଣ କରେ, ଆପଣା ପୋଷାକ ଖୋଲି ସେ ଦେଖାଏ। କାହିଁକି ଦେଖାଏ? ଯେ ସେହି ଡକ୍ଟର ଦେଖିଲା ପରେ ମୁଁ ଏହି ଯନ୍ତ୍ରଣାରୁ, ଏହି ଦଣ୍ଡରୁ, ଏହି ବ୍ୟଥାରୁ, ଏହି ସମସ୍ୟାରୁ ମୁଁ କ'ଣ ହେବି, ମୁକ୍ତ ହେବି, ତାହା ସେ ଜାଣେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମନୁଷ୍ୟର ସବୁଠାରୁ ବଡ଼ ରୋଗ ହେଲା ପାପ। ଆଉ ସେହି ପାପକୁ ଯେତେବେଳେ ଆମେ ଘୋଡ଼େଇ ଦେଉ, ଲୁଚେଇବା ପାଇଁ ଚେଷ୍ଟା କରୁ, ଆଉ ସେଇ ପାପର ବେତନ ମୃତ୍ୟୁ କ'ଣ କରେ, ମନୁଷ୍ୟକୁ ଅପେକ୍ଷା କରେ, ଅନନ୍ତ କାଳର ମୃତ୍ୟୁକୁ ନେଇଯାଏ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆଦମ ଆପଣା ପାପକୁ ଲୁଚାଇଲେ, ପରମେଶ୍ୱର ଏଦନ ଉଦ୍ୟାନରୁ ହବା ଓ ଆଦମକୁ ବାହାର କରିଦେଲେ। ହନନୀୟ ସଫିରା ସେମାନେ ନିଜର ପାପକୁ ଲୁଚାଇଲେ, ମଣ୍ଡଳୀ ସମ୍ମୁଖରେ, ପ୍ରଭୁଙ୍କର ଅଭିଷିକ୍ତ ଦାସ ପିତରଙ୍କ ସମ୍ମୁଖରେ ସେମାନେ କଚାଡ଼ି ହୋଇ ପଡ଼ି ସେମାନେ ମୃତ୍ୟୁ ଭୋଗ କଲେ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ, ଆମେ ଆପଣା ପାପକୁ ଲୁଚାଇବା ନାହିଁ। ଦାଉଦ ଆପଣା ପାପକୁ ସେ ସ୍ୱୀକାର କଲେ, ନିଜ ପାପକୁ ସେ ମାନି ନେଲେ, ଆଉ ପରମେଶ୍ୱର କ'ଣ କଲେ, ଦାଉଦଙ୍କୁ କ୍ଷମା କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୁଇ ପାର୍ଶ୍ୱରେ ଦୁଇଟି ଚୋର ଥିଲେ। ଜଣେ ଚୋର ନିଜର ଭୁଲକୁ ମାନି ନେଲେ, ଆଉ ଜଣେ ଚୋର ସେ ନିଜର ଭୁଲକୁ ମାନିଲା ନାହିଁ। ସେ କହିଲା, ତୁ ପରା ଖ୍ରୀଷ୍ଟ, ତୁ ଆପଣାକୁ ରକ୍ଷା କର ଏବଂ ଆମକୁ ମଧ୍ୟ ରକ୍ଷା କର। ମାତ୍ର ଆଉ ଜଣେ ଚୋର କହୁଛନ୍ତି ଯେ ଆମେ ତ ଉଚିତ ଭାବରେ ଦଣ୍ଡ ଭୋଗୁଛୁ, ମାତ୍ର ଏହି ଯେଉଁ ବ୍ୟକ୍ତି, ଯେଉଁ ପବିତ୍ର ବ୍ୟକ୍ତି, ସେ କେବେ ପାପ କରିନଥିଲେ, ସେ ଆମ ଭଳି କୌଣସି ଭୁଲ କରିନାହାନ୍ତି,
ସେ ଦଣ୍ଡ ଭୋଗୁଛନ୍ତି। ସେହି ସମୟରେ ସେ ନିଜର ଭୁଲକୁ ମାନିଲେ, ପ୍ରଭୁ ମୁଁ ପାପ କରି କଷ୍ଟ ପାଉଛି, ଦୁଃଖ ପାଉଛି, ମୁଁ ଦଣ୍ଡ ପାଇବାର ଯୋଗ୍ୟ ଅଟେ, ମୁଁ ପାପୀ ଅଟେ। ସେହି ସମୟରେ ଯୀଶୁଙ୍କୁ କହିଲେ, ପ୍ରଭୁ ଯୀଶୁ ତୁମେ ଯେବେ ଆପଣ ରାଜ୍ୟକୁ ଯିବ ମୋତେ ମନେ ପକାଇବ। ଏହି ଗୋଟିଏ କଥା ତାଙ୍କୁ ଉଦ୍ଧାର କରିଦେଲା, ତାଙ୍କୁ ରକ୍ଷା କରିଦେଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆପଣ ପାପ ଲୁଚାଇବା ପାଇଁ ଚେଷ୍ଟା କରିବା ନାହିଁ। ଆମେ ଆପଣ ପାପକୁ ଦେଖାଇ ଦେବା। ବାକ୍ୟ କହେ ନିଜର ଦୋଷ ହିଁ ଦେଖାଇ ଦିଅ। ଆମେ ପ୍ରଭୁଙ୍କୁ ଦେଖାଇ ଦେବା। ସେ ବିଶ୍ୱସ୍ତ ଆଉ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ଆମର ପାପକୁ କ୍ଷମା କରିବା ପାଇଁ, ଆମକୁ ପରିଷ୍କାର କରିବା ପାଇଁ, ଆମକୁ ସେ ଧୌତ କରିବା ପାଇଁ ସେ ବିଶ୍ୱସ୍ତ ଅଟନ୍ତି। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢ଼ିବେ। ପ୍ରଥମ ଯୋହନ 1:9 ଲେଖାଯାଉଛି, ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ତାହାଙ୍କ ନାମର ସ୍ତୁତି ହେଉ। ଆମେ ଯଦି ଆପଣ ପାପକୁ ଲୁଚାଉ, ତାହେଲେ ଆମେ ଜୀବନ ସାରା ଆମେ ଦୋଷୀ ହେଇକିନା ରହୁ ଏବଂ ଆମ୍ଭମାନଙ୍କ ପାଇଁ ସେହି ଅନନ୍ତ କାଳର ମୃତ୍ୟୁ ଅପେକ୍ଷାରେ ଥାଏ। ଆମେ ଆପଣ ପାପକୁ ଲୁଚାଇବା ନାହିଁ। ଆମେ ଆପଣ ପାପକୁ ପରମେଶ୍ୱରଙ୍କୁ ଦେଖାଇ ଦେବା, ସ୍ୱୀକାର କରିବା ଏବଂ ସେହି ପାପକୁ ଆମେ ଛାଡ଼ିଦେବା। ତାହେଲେ ନିଶ୍ଚିତ ଭାବରେ ପରମେଶ୍ୱର କ'ଣ କରିବେ? ଆମକୁ ଦୟା କରିବେ, ଅନୁଗ୍ରହ କରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ହେଇପାରେ ଆପଣ କିଛି ଗୁପ୍ତରେ କରି ବସିଛନ୍ତି, ଆପଣଙ୍କର ମା ଜାଣିନାହାନ୍ତି, ବାପା ଜାଣିନାହାନ୍ତି, ଆପଣଙ୍କର ପାପକୁ ଲୁଚାଇବା ପାଇଁ ଚେଷ୍ଟା କରି ଆପଣ ଗୁପ୍ତରେ ବିଭିନ୍ନ ପାପ କରି ବସିଛନ୍ତି, ଆପଣଙ୍କ ନିମନ୍ତେ ମୁଁ ଗୋଟେ ବାକ୍ୟ ପଢ଼ିବା ପାଇଁ ଚାହେଁ। ଆପଣ ପଢ଼ିବେ ଏବ୍ରୀ ପୁସ୍ତକ, ମୋ ସହିତ ଆପଣମାନେ ଆସିବେ। ଏବ୍ରୀ ପୁସ୍ତକ 4 ଗୋଟେ ବାକ୍ୟ ଆମେ ପଢ଼ିବା। 4:13 ଲେଖାଯାଏ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ। ବାକ୍ୟ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ, ହେଇପାରେ ଆମ ପାଳକଙ୍କୁ ଆମେ ଲୁଚାଇ ପାରୁ, ଆମ ସ୍ୱାମୀକୁ, ସ୍ତ୍ରୀକୁ, ମା ବାପାଙ୍କୁ ଆମେ ଲୁଚାଇ ପାରୁ, ସେମାନଙ୍କର ଅଜଣାତରେ ଆମେ କିଛି କରିବସୁ, ମାତ୍ର ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି ଅନାବୃତ ନୁହେଁ, କୌଣସି ଆବୃତ ବିଷୟ ନୁହେଁ। ପରମେଶ୍ୱରଙ୍କ ଦୃଷ୍ଟିରେ ଗୁପ୍ତ ନୁହେଁ। ପରମେଶ୍ୱର ପ୍ରତ୍ୟେକ ବିଷୟ, ସେ ଆମେ କ'ଣ କରୁଛୁ, ବସୁଛୁ, ଉଠୁଛୁ, ଖାଉଛୁ, ପ୍ରତ୍ୟେକ ବିଷୟ ସେ ଜାଣନ୍ତି। ସେଥିପାଇଁ ଆମେ ନିଜର ଭୁଲକୁ ଆମେ ମାନି ନେବା। ଆପଣ ପାପକୁ ଲୁଚାଇବା ନାହିଁ। ଆପଣ ପାପକୁ ଯେ ଲୁଚାଇ ସେ ମଙ୍ଗଳ ପାଏ ନାହିଁ। ଯଦି ଜଣେ ରୋଗୀ ବ୍ୟକ୍ତି, ସମସ୍ୟା ବ୍ୟକ୍ତି, ପେଟ ବଥା କିମ୍ବା ପେଟରେ ଷ୍ଟୋନ୍, ଯେକୌଣସି ସମସ୍ୟା ଥିଲେ ଯଦି ସେ ଡକ୍ଟରଙ୍କୁ ଦେଖାଇବ ନାହିଁ, ତାହେଲେ ସେ କେବେ ମଧ୍ୟ ତାର ସମସ୍ୟାର ସମାଧାନ ସେ ପାଇପାରେ ନାହିଁ। ଆମ୍ଭମାନଙ୍କ ସମସ୍ୟାର ସମାଧାନକାରୀ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସେ ଅପେକ୍ଷା କରିଛନ୍ତି ଯେ ତୁମେ ଫେରି ଆସ, ପାପରୁ ମନ ପରିବର୍ତ୍ତନ କର, ତୁମେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ଏହା ସେ ଅପେକ୍ଷା କରିଛନ୍ତି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆପଣା ପାପକୁ ଲୁଚାଇବା ନାହିଁ। ସେହିଦିନ ଅପବିୟ ପୁତ୍ର ଆପଣା ପିତାଙ୍କ ଘରକୁ ଫେରି ଆସିଲା ଆଉ କହିଲା, ପିତା, ଈଶ୍ୱରଙ୍କ ଦୃଷ୍ଟିରେ ଆଉ ତୁମ ଦୃଷ୍ଟିରେ ମୁଁ ପାପ କଲି। ମୋତେ ତୁମ ଘରେ ପୁଅ ପରି ନୁହେଁ, ଗୋଟିଏ ମୂଲିଆ ପରି ରଖ। ସେହିଦିନ ପରମେଶ୍ୱର ଅର୍ଥାତ୍ ତାହାଙ୍କର ବାପା କ'ଣ କଲେ? ସେ ପୁଅକୁ ସବୁଠାରୁ ଉତ୍ତମ ବସ୍ତ୍ର ପିନ୍ଧାଇଲେ, ପାଦରେ ପାଦୁକା ଦେଲେ, ହାତରେ ମୁଦି ପିନ୍ଧାଇ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଉତ୍ସବ ସେ ଆୟୋଜନ କଲେ। ଆମର ପରମେଶ୍ୱର ଜଗିଛନ୍ତି। ଆମେ ଆପଣା ପାପ, ଆପଣା ଦୁର୍ବଳତା, ଆପଣାର ସେହି ହତାଶ, ନିରାଶ ଯେଉଁଠିକି ଆମେ ପଡ଼ିଯାଇଛୁ, ସେସବୁ ବିଷୟ ଆମେ ତାଙ୍କୁ ଦେଖାଇବା ଏବଂ ଆମେ ତାହାଙ୍କ ପରି ହେବା, ତାହାଙ୍କଠାରୁ ଶକ୍ତି ପାଇବା, ଅନୁଗ୍ରହ ପାଇବା। ଏହା ପରମେଶ୍ୱର ଅପେକ୍ଷା କରିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଦୁର୍ବଳତାକୁ ଆମେ କେବେ ଲୁଚାଇବା ନାହିଁ, ଆମର ପାପକୁ ଆମେ କେବେ ଲୁଚାଇବା ନାହିଁ। ଯଦି ଲୁଚାଇବା, ତାହେଲେ ଆମେ ଦିନେ ନିଶ୍ଚୟ ଆମେ ସମସ୍ୟାରେ ପଡ଼ିବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ। ବାପା,
ଆମେ ପାପକୁ ଲୁଚେଇବା ଲୋକ ନ ହେଇ ପାପକୁ ସ୍ୱୀକାର କରି ଛାଡ଼ି ଦେଇ ତୁମରି ପଛରେ ଆମେ ଚାଲିବୁ, ଏହି ପ୍ରକାର ବ୍ୟକ୍ତି ହେବୁ। ତୁମେ ଆମମାନଙ୍କୁ ଦୟା କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଇଚ୍ଛା ହେଲେ ପୁନର୍ବାର ଆଉ ଗୋଟେ ଅଧ୍ୟାୟରେ ପରସ୍ପର ଆମେ କଥାବାର୍ତ୍ତା ହେଇ ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ଆମେ ବଢ଼ିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।